ମୋର ନାଁ ହେଉଛି କଳିଙ୍ଗ। ଏହା 7 ବର୍ଷ ତଳର ଘଟଣା। ମୁଁ ଭୁବନେଶ୍ୱରରେ ରହି କଲେଜରେ ପାଠ ପଢ଼ୁଥିଲି ଏବଂ ମେସ୍‌ରେ ରହୁଥିଲି। ମୋର ବୟସ 21 ବର୍ଷ ହେବ। ମୋର ମାମୁଁ ଓ ମାଇଁ ସେ ବି ଭୁବନେଶ୍ୱରରେ ରୁହନ୍ତି। କଲେଜ ଛୁଟି ହେଲେ ମୁଁ ବେଳେବେଳେ ମାମୁଁ ଘରକୁ ବୁଲିବାକୁ ଯାଏ। ମାମୁଁ ବାହାରେ କାମ କରୁଥିବା ହେତୁ ସେ ପ୍ରାୟ ସମୟ ବାହାରେ ରୁହନ୍ତି ଏବଂ 4-5 ଦିନରେ ଥରେ ଆସନ୍ତି। ତେଣୁ ମାଇଁ ଓ ତାଙ୍କର ଗୋଟେ ପୁଅ ଏକୁଟିଆ ରୁହନ୍ତି। ମୁଁ ଦିନେ ବୁଲିବାକୁ ଯାଇଥାଏ। ମାଇଁ କହିଲେ କଳିଙ୍ଗ ମୋ ଡାକ କହିଲେ କଳିଙ୍ଗ, ସରୋଜ କିଛି ପାଠ ପଢ଼ୁନି। ସରୋଜ ହେଉଛି ମୋ ମାମୁଁଙ୍କ ପୁଅ। ତୁମେ ତାକୁ ଟିକେ ଟ୍ୟୁସନ୍ କଲେ ଭଲ ହୁଅନ୍ତା। ଆଉ ତୁମେ ବି ତ ଭଲ ପାଠ ପଢ଼ାଉଛ। ତେଣୁ ସରୋଜକୁ ବି ଟିକେ ଦେଖା ଭଲ ହେବ। ମୁଁ ମନା କରିପାରିଲି ନାହିଁ। ତାପରେ କହିଲି ଠିକ୍ ଅଛି କହି ସେଦିନ ମୁଁ ମେସ୍‌କୁ ଆସିଗଲି। ଆଉ 2 ଦିନ ପରେ ସନ୍ଧ୍ୟା ସମୟରେ ମୁଁ ଗଲି ସରୋଜକୁ ଟ୍ୟୁସନ୍ କରିବାକୁ। ଏମିତି ବହୁତ ଦିନ ବିତିଗଲା। ଦିନେ ଟ୍ୟୁସନ୍ ସରିଲା ବେଳକୁ ବର୍ଷା ହେଉଥିଲା। ତେଣୁ ମାଇଁ କହିଲେ ବର୍ଷା ହେଉଛି, ଆଜି ରହିଯାଅ, କାଲି ସକାଳୁ ଚାଲିଯିବ। ମୋର ଆଉ କିଛି ଉପାୟ ବି ନଥିଲା। ବାଧ୍ୟ ହୋଇ ମୁଁ ରହିଲି। ଯେହେତୁ ମାମୁଁ ନଥିଲେ ତେଣୁ ଆମେ 3 ଜଣ ଗୋଟେ ରୁମ୍‌ରେ ଶୋଇଲୁ। ମୋର ଟିକେ ଡେରିରେ ଶୋଇବାର ଅଭ୍ୟାସ ତେଣୁ ମୁଁ ଟିଭି ଦେଖୁଥିଲି। ମାଇଁ ଓ ସରୋଜ ଖଟରେ ଶୋଇଥାନ୍ତି ଓ ମୁଁ ତଳେ ଶୋଇକି ଟିଭି ଦେଖୁଥାଏ। କିଛି ସମୟ ପରେ ମାଇଁ ଉଠିଲେ ଗାଧୁଆ ଘରକୁ ଯିବାକୁ ଓ ମୋତେ କହିଲେ କ'ଣ ଶୋଇନ, ଲେଟ୍ ହେଲାଣି ଶୋଇପଡ଼। ମୁଁ କହିଲି ନିଦ ଲାଗୁନି, ଟିଭି ଦେଖୁଛି। ତାପରେ ମାଇଁ ଯାଇ ଗାଧୁଆ ଘରୁ ଆସିଲା ପରେ ମଜାରେ କହିଲେ କ'ଣ ଏକା ଶୋଇବାକୁ ଭଲ ଲାଗୁନି? ମୁଁ କହିଲି ନାଇଁ ମାଇଁ, ସେମିତି କିଛି ନାହିଁ। ମାଇଁ କହିଲେ କ'ଣ ପ୍ରେମିକା ସହ କଥା ହୋଇନ କି ସେଥିପାଇଁ ନିଦ ଲାଗୁନି? ମୁଁ ପୁରା ସକ୍ ହୋଇଗଲି। ମାଇଁ ବି ଏମିତି କଥା କହିଲେ। ତାପରେ କହିଲି ନାହିଁ ମାଇଁ, ମୋର କୁଆଡ଼ୁ ପ୍ରେମିକା ଆସିବେ, ଲେଟ୍‌ରେ ଶୁଏ ତ ନିଦ ଲାଗୁନି। ତାପରେ ମାଇଁ କହିଲେ ମୋତେ ବି ନିଦ ଲାଗୁନି, ମୋର ବି ନିଦ ଭାଙ୍ଗିଗଲା। ଏମିତି ବହୁତ କିଛି କଥା ହେଲୁ ରାତି 2ଟା ପର୍ଯ୍ୟନ୍ତ। ସରି ସାଙ୍ଗମାନେ, ମାଇଁଙ୍କ ବିଷୟରେ ମୁଁ ଆପଣମାନଙ୍କୁ ଏଯାଏଁ କହିନି। ତାଙ୍କର ବୟସ ପାଖାପାଖି 35 ବର୍ଷ। ପୁରା ରାଣୀ ମୁଖାର୍ଜୀ ଭଳି ଦେଖାଯାଆନ୍ତି। ମୋର ସେମିତି କିଛି ମନ୍ଦ ଚିନ୍ତା ନଥିଲା। ବର୍ଷା ଯୋଗୁଁ ଥଣ୍ଡା ଟିକେ ଲାଗୁଥିଲା। ମାଇଁ କହିଲେ ଥଣ୍ଡା ଲାଗୁଛି, ତୁମେ ବି ଖଟ ଉପରକୁ ଆସ, 3 ଜଣ ମିଶିକି ଶୋଇଯିବା। ତାପରେ ମୁଁ କିଛି ସମୟ ଚୁପଚାପ ରହିଲା ପରେ ମାଇଁ ପଚାରିଲେ କ'ଣ ହେଲା? ମୁଁ କହିଲି କିଛି ନାହିଁ। ମାଇଁ କହିଲେ କ'ଣ ହେଲା, ପାଖରେ ଶୋଇବାକୁ ଲାଜ ଲାଗୁଛି କି? ତାପରେ ମୁଁ କିଛି ନ କହି ଯାଇ ଖଟରେ ଶୋଇପଡ଼ିଲି। କିଛି ସମୟ ପରେ ମାଇଁ ମୋ ଉପରେ ହାତ ପକାଇଲେ। ମୁଁ କିଛି ବି ରିଆକ୍ସନ୍ କଲିନି। ମାଇଁ ଭାବିଲେ ବୋଧେ ମୁଁ ଶୋଇପଡ଼ିଛି। ତେଣୁ ସେ ମୋର ଗୋଟେ ହାତକୁ ନେଇ ତାଙ୍କର ଛାତି ଉପରେ ରଖିଲେ। ଏପର୍ଯ୍ୟନ୍ତ ମୁଁ କିଛି ରିଆକ୍ସନ୍ କରୁନଥାଏ। କିନ୍ତୁ ତାଙ୍କର ସେଇ କଅଁଳିଆ ଗୋଲ ଗୋଲ 2ଟା ଉପରେ ହାତ ରଖିଲା ପରେ ମୋର ଏପଟେ ଅବସ୍ଥା ଖରାପ। ମୋର ପୁରା ଏତେବେଳକୁ ଠିଆ ହୋଇଗଲାଣି। ଆଉ କିଛି ସମୟ ପରେ ସେ ମୋର ଠିଆ ଉପରେ ହାତ ମାରିଲେ। ତାପରେ ମୋ କପଡ଼ାରେ ହାତ ମାରି ମୋର ବାହାର କରିକି ହଲେଇଲେ। ମୁଁ ଟିକେ ନ ଜାଣିଲା ଭଳିଆ କଡ଼ ଲେଉଟାଇଲି। ସେ ଟିକେ ଡରିଗଲେ ଓ ହାତକୁ ବାହାର କରିଦେଲେ। ମୋ ମନ ପୁରା ଫିକା ପଡ଼ିଗଲା। ଭାବିଲି ମାଇଁ ତ ଗରମ ହୋଇକି ଅଛନ୍ତି, ନିଜ ଆଡ଼ୁ ଟିକେ ଚେଷ୍ଟା କରେ। ଆଉ କିଛି ସମୟ ପରେ ନ ଜାଣିଲା ଭଳି ମାଇଁଙ୍କର ଛାତି ଉପରେ ମୁଁ ହାତ ପକାଇଲି। ସେ ବି କିଛି କହିଲେ ନାହିଁ। ସେ ବି ଜାଣିଲେ ଯେ ମୁଁ ବି ଶୋଇନି। କିନ୍ତୁ କେହି କାହାକୁ ଆମେ କିଛି କହୁନଥିଲୁ। କାଳେ ମାଇଁ ଖରାପ ଭାବିବେ ଓ ମାମୁଁଙ୍କୁ କହିବେ ବୋଲି ମୋର ଏପଟେ ଅବସ୍ଥା ଖରାପ ହୋଇଯାଉଥିଲା। ତେଣୁ ସେଦିନ ମୁଁ କିଛି କରିପାରିଲି ନାହିଁ, ଯାହା ଖାଲି ତାଙ୍କର ଟିକେ ଦଳାଦଳି କରିଲି। ଆଉ କିଛି ସମୟ ପରେ ଆମେ ଦୁହେଁ ଶୋଇପଡ଼ିଲୁ। ସକାଳୁ ମାଇଁ ଜଲ୍ଦି ଉଠି ସରୋଜକୁ ସ୍କୁଲ ପାଇଁ ରେଡ଼ି କରି ଛାଡ଼ିଲା ପରେ ମୋତେ ଉଠାଇଲେ। ମୁଁ କିଛି କହି ପାରୁନଥାଏ ରାତିର ଘଟଣାକୁ ନେଇ। ତାପରେ ମାଇଁ ଟିଫିନ୍ କରିଥିଲେ। ମୁଁ ଫ୍ରେଶ୍ ହୋଇ ଟିଫିନ୍ ଖାଇବା ବେଳେ ମାଇଁ ଆସି ମୋ ପାଖରେ ବସିଲେ ଓ ପଚାରିଲେ ରାତିରେ କ'ଣ ନିଦ ହେଉନଥିଲା କି? ମୁଁ କହିଲି ନାହିଁ ତ, ମୁଁ ଜଲ୍ଦି ଶୋଇପଡ଼ିଲି, କ'ଣ ହେଲା କି? ତାପରେ ମାଇଁ କହିଲେ ନାହିଁ କିଛି ନୁହଁ। ତାପରେ ମୁଁ କହିଲି ହଉ ମାଇଁ, ମୁଁ ଯାଉଛି ମୋ ମେସ୍‌କୁ। ତାପରେ ମାଇଁ କହିଲେ ଟିକେ ରୁହ, ମୁଁ ଟିକେ ଗାଧୋଇ ସାରେ ତୁମେ ଯିବ। ମୁଁ କହିଲି ଠିକ୍ ଅଛି। ତାପରେ ମାଇଁ 10 ମିନିଟ୍ ପରେ ଫ୍ରେଶ୍ ହୋଇକି ଆସିଲେ ଗୋଟେ ଟାୱାଲ୍ ପିନ୍ଧି। ତାଙ୍କୁ ଦେଖି ମୋର ପୁରା ଠିଆ ହୋଇଗଲାଣି, ପୁରା କଣ୍ଟ୍ରୋଲ ବାହାରେ। ତଥାପି ମୁଁ କଣ୍ଟ୍ରୋଲରେ ଥିଲି। ଆଉ କିଛି ସମୟ ପରେ ମୁଁ କାହିଁକି ମୋ ମେସ୍‌କୁ ଆସିଗଲି। ମାତ୍ର ସେଦିନ ଆଉ କଲେଜ ଗଲିନି। ଖାଲି ମାଇଁଙ୍କ କଥା ଭାବି 2 ଥର ହଲେଇ ମୋର ପାଣିକୁ ବାହାର କଲି ଓ ହାଲିଆ ହୋଇ ଶୋଇପଡ଼ିଲି। 3ଟା ହେବ, ଫୋନ୍ ଆସିଲା। ଦେଖେ ତ ମାଇଁ ଫୋନ୍ କରିଥିଲେ ଓ କହିଲେ କି କଳିଙ୍ଗ, ଆଜି ସନ୍ଧ୍ୟାରେ ଫିଲ୍ମ ଦେଖିଯିବା ପାଇଁ।
ମୁଁ କିଛି ଚିନ୍ତା ନ କରି ହଁ କରିଦେଲି ଓ ଠିକ୍ 5ଟାରେ ଆମେ ବାହାରି ଫିଲ୍ମ ଦେଖିବା ପାଇଁ ଚାଲିଗଲୁ। ଆଉ ଫିଲ୍ମ ଦେଖି ଆମେ ଫେରିଲା ବେଳକୁ ଆମେ ବାହାରେ ଆସି ଖାଇ ଆସିଲା ବେଳକୁ ରାତି 10ଟା ବାଜିଲାଣି। ତେଣୁ ମୁଁ ମାଇଁଙ୍କୁ କହିଲି ମୁଁ ମୋ ରୁମ୍କୁ ଯାଉଛି। ତ ମାଇଁ କହିଲେ କି ଏତେ ରାତି ହେଲାଣି ଏଇଠି ରହିଯାଅ। ଆଉ ଏପଟେ ମୋର ବି ରହିବାକୁ ଇଚ୍ଛା ଥିଲା, ମାତ୍ର ମୁଁ ଜାଣିଶୁଣି ମନା କଲି ଯେ ମୋର କାମ ଅଛି, ମୁଁ ଯାଉଛି। ତାପରେ ମୋତେ ମାଇଁ ଟିକେ ବାଧ୍ୟ କଲେ, ତେଣୁ ମୁଁ ରହିଗଲି ଓ ଫ୍ରେଶ୍ ହୋଇ ଶୋଇବାକୁ ଗଲି। ମାତ୍ର ମୋତେ ନିଦ ଆସୁନଥାଏ, ତେଣୁ ମୋବାଇଲରେ ମୁଁ ଗୀତ ଶୁଣୁଥାଏ। କିଛି ସମୟ ପରେ ମାଇଁ ଆସି ମୋତେ ପଚାରିଲେ, ଏଇଠି କ'ଣ ଶୋଇନ? ମୁଁ କହିଲି ନା, ନିଦ ଲାଗୁନି। ତାପରେ ମାଇଁ କହିଲେ, କ'ଣ ପାଇଁ ନିଦ ଲାଗୁନି? ମୁଁ କହିଲି ସେମିତି କିଛି ନାହିଁ, ନିଦ ଆସିଲେ ଶୋଇପଡ଼ିବି, ତୁମେ ଶୋଇପଡ଼। ତାପରେ ମାଇଁ କହିଲେ ମୋତେ ବି ନିଦ ଲାଗୁନି। ମୁଁ କହିଲି ତୁମକୁ କ'ଣ ପାଇଁ ନିଦ ଲାଗୁନି? ମାଇଁ କହିଲେ ଏକୁଟିଆ ଶୋଇଲେ ନିଦ ଲାଗୁନି, ତୁମେ ଆସ ମିଶିକି ଶୋଇପଡ଼ିବା। ତାପରେ ମୁଁ କହିଲି ସରୋଜ ଶୋଇଛି ପରା। ମାଇଁ କହିଲେ ସେ ଶୋଇଲାଣି, ତୁମେ ଆସ ଆମେ 3 ଜଣ ଗୋଟିଏ ଖଟରେ ଶୋଇପଡ଼ିବା। ବର୍ଷା ହେଉଛି ଆଉ ଥଣ୍ଡା ବି ଲାଗିବନି। ମୁଁ କହିଲି ଠିକ୍ ଅଛି ଚାଲ। ତାପରେ ଆମେ ସବୁ ମିଶି ଗୋଟିଏ ଖଟରେ ଶୋଇଲୁ। କିଛି ସମୟ ପରେ ମାଇଁ ମୋ ଉପରେ ହାତ ପକାଇଲେ ଆଉ ମୋର ପୁରା ଉଠିକି ଠିଆ ହୋଇଗଲା। ମୁଁ ବି ମାଇଁଙ୍କ ଛାତି ଉପରେ ହାତକୁ ରଖିଲି ଓ ଧୀରେ ଧୀରେ ତାଙ୍କର କପଡ଼ା ଉପରୁ ତାଙ୍କର ଧରିକି ଦଳିଲି। ଆଉ ସେ ମୋର ଧରି ହଲାଉଥାନ୍ତି। ମୁଁ ତାଙ୍କର କପଡ଼ା ଖୋଲି ତାଙ୍କର ପୁଣି ଦଳିବାକୁ ଲାଗିଲି। ସେ ପୁରା ଗରମ ହୋଇଗଲେ ଆଉ ମୁଁ ତାଙ୍କର ଖାଲି ଗୋଲ ଗୋଲ ଦୁଇଟାକୁ ଦଳିଲି। ବହୁତ ମଜା ଲାଗୁଥାଏ, ପୁରା ସ୍ୱର୍ଗସୁଖ ଭଳିଆ। ଯେଉଁ ଖୁସି ମିଳୁଥିଲା ତାହା ମୁଁ ଆପଣମାନଙ୍କୁ କହିପାରିବିନି, ଆପଣମାନେ ଜାଣିପାରୁଥିବେ। ତାଙ୍କର ସେ ଗୋଲ ଗୋଲ ଦୁଇଟା ବହୁତ ନରମ ଲାଗୁଥିଲା। ମୁଁ ପୁରା ଅଟା ଦଳିଲା ଭଳିଆ ଦଳି ଚାଲିଲି। ମାଇଁ ପୁରା ଗରମ ହୋଇଗଲେଣି ଓ ମୋର ଧରି ଜୋର ଜୋର ହଲାଉଥାନ୍ତି। ଆଉ କିଛି ସମୟ ପରେ ମୋର ଗରମ ଗରମ ପାଣି ବାହାରିଗଲା ଓ ସେ ପାଟି ଲଗେଇ ସବୁ ଚାଟି ଚାଟି ସଫା କରିଦେଲେ। ଆଉ ମୁଁ ତାଙ୍କର ସେ ଜଙ୍ଗଲ ଭିତରେ ଥିବା 3 କଣିଆ ଭାଗକୁ ସଲସଲ କରୁଥାଏ। ସେ କହିଲେ ତୁମର ତ ବାହାରିଗଲା, ମୋର ଟିକେ ବାହାର କରିଦିଅ। ମୁଁ କହିଲି ତୁମେ ପାଟିରେ ପୂରେଇ ଟିକେ ଗେଲ କର ଆଉ ମୋର ସବୁ ପାଣି ବାହାର କରିଦେବ। ତ ମାଇଁ ମୋର ନେଇ ତାଙ୍କ ପାଟିରେ ପୂରେଇକି ଗେଲ କଲେ ଓ ମୋର କିଛି ସମୟ ପରେ ଲୁହା ଭଳିଆ ପୁଣି ଟାଣ ଓ ଗରମ ହୋଇଗଲା। ମାଇଁଙ୍କ ଅବସ୍ଥା ପୁରା ଖରାପ ହେଲାଣି। ସେ କହିଲେ ଜଲ୍ଦି ମୋ ଭିତରେ ତୁମର ପୁରାଅ, ଆର ରୁମ୍କୁ ଚାଲ, ଏଇଠି ଶରତ ଉଠିଯିବ। ଆମେ ଆର ରୁମ୍କୁ ଗଲୁ ଓ ପୁରା କପଡ଼ାକୁ ଖୋଲିଦେଲୁ। ମାଇଁଙ୍କୁ ମୁଁ ତଳେ ଶୁଆଇ ମୋର ନେଇ ତାଙ୍କର ସେଇ ଜଙ୍ଗଲ ଭର୍ତ୍ତି 3 କଣିଆ ଭାଗ ଉପରେ ଘଷିଲି ଓ ସେ ଆହୁରି ଗୋଲସମା ହୋଇଗଲେ ଓ ଗରମ ଗରମ ନିଶ୍ୱାସ ଛାଡ଼ିଲେ। ଖାଲି ସଁ ସଁ କରି କହିଲେ ମୋ ଭିତରେ ପୁରାଅ। ତାପରେ ମୁଁ ଆସ୍ତେ ଆସ୍ତେ ପୂରେଇଲି। ତାଙ୍କୁ ଟିକେ କଷ୍ଟ ହେଲା, ମୋର ଟିକେ ବହୁତ ମୋଟା ଥିଲା। ଆଉ କିଛି ସମୟ ପରେ ସେ ନର୍ମାଲ ହେଲେ ଓ ମୋତେ ସାଥ ଦେବାକୁ ଲାଗିଲେ। ମୁଁ ତାଙ୍କୁ ଧୀରେ ଧୀରେ କରୁଥିଲି ଓ ମଜା ମଧ୍ୟ ନେଉଥିଲି। ଆଉ ସେ ଥରେ ପାଣି ଛାଡ଼ିଦେଲା ପରେ ମୋର ବି ଇଚ୍ଛା ଆହୁରି ବଢ଼ିଗଲା। ମୁଁ ମୋର ଗତିବିଧିକୁ ବଢ଼େଇଲି ଆଉ ସେ ଚିଲେଇବାକୁ ଲାଗିଲେ। ତାଙ୍କୁ ମୁଁ ଗେଲ କରି କରି ତାଙ୍କ ମୁହଁକୁ ବନ୍ଦ କଲି। ଏପଟେ 2 ହାତରେ ଦୁଇଟା ତାଙ୍କର ଗୋଲ ଗୋଲ ଦୁଇଟାକୁ ଧରି ଦଳୁଥାଏ ଓ ମୋର ତାଙ୍କ ଭିତରେ ପୂରେଇ ପୂରେଇ ନିର୍ଧୁମ କରୁଥାଏ। ଏଇ ଭିତରେ ସେ 3 ଥର ପାଣି ଛାଡ଼ିଲେଣି। ଆଉ କିଛି ସମୟ ପରେ ମୁଁ କହିଲି ତମେ ଟିକେ କୁକୁର ଭଳିଆ ରହିଯାଅ। ଆଉ ସେ ରାଜି ହେଲେ ଓ ମୁଁ କୁକୁର ଭଳିଆ ମାନେ ସେ ଆଣ୍ଠୁ ମାଡ଼ିକି ତଳେ ନଇଁକି ରହିଲେ। ଆଉ ମୁଁ ତାଙ୍କୁ ପଛପଟରୁ କରିଚାଲିଲି। ସେ ବି ବହୁତ ମଜା ନେଉଥିଲେ। 2 ହାତରେ ତାଙ୍କର ଦୁଇଟା ଗୋଲ ଗୋଲ ଜିନିଷକୁ ଧରି ମୁଁ ତାଙ୍କୁ ନିର୍ଧୁମ କରିଚାଲିଲି। ଆଉ 20 ମିନିଟ୍ କରିଲା ପରେ ମୋର ପାଣି ବାହାରିବାର ସମୟ ହେଲା। ମୁଁ ମାଇଁଙ୍କୁ ପଚାରିଲି କ'ଣ କରିବି? ସେ କହିଲେ ତୁମେ ସବୁ ପାଣିକୁ ମୋ ଭିତରେ ଛାଡ଼ିଦିଅ। ଶେଷ ସମୟରେ ଜୋର ଜୋର କରିଲି ଓ ଦୁହିଁଙ୍କର ଏକା ସମୟରେ ପାଣି ବାହାରିଗଲା ଓ ଆମେ ହାଲିଆ ହୋଇ କିଛି ସମୟ ସେଇଠି ଶୋଇଲୁ। ତାପରେ ଆସି ଖଟରେ ଶୋଇଲୁ ଓ ମୁଁ ମାଇଁଙ୍କର ସେଇ ଗୋଲ ଗୋଲ ଦୁଇଟାକୁ ଜାବୁଡ଼ି ଧରିକି ଶୋଇଲି। କେତେବେଳେ ସକାଳ 10ଟା ହେଲାଣି ମୁଁ ଆଉ ଜାଣିନି। ମାଇଁ ମୋତେ ଆସି ଉଠେଇଲେ। ଦେଖିଲି ସରୋଜ ସ୍କୁଲକୁ ଗଲାଣି ଓ ମୁଁ ମାଇଁଙ୍କୁ ଟାଣି ଆଣି ଖଟରେ ଶୁଆଇଲି ଓ ମୁଁ ତାଙ୍କୁ ଗରମ କରି ଆଉ ଥରେ କରିଲି ଓ ଫ୍ରେଶ୍ ହୋଇ ମୋ ରୁମ୍କୁ ଗଲି। ଯେତେବେଳେ ସମୟ ମିଳେ ଆମେ ଦୁହେଁ ନିର୍ଧୁମ କରାକରି ହେଉ। ମୋର ଏଇ ଜିନିଷ ମାଇଁଙ୍କର ଭାରି ପସନ୍ଦ। ତ ଦର୍ଶକ ବନ୍ଧୁ, କାହାଣୀଟି ଏଇଠି ଶେଷ ହେଉଛି। କାହାଣୀଟି ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ ଏବଂ ମିଥ୍ୟା ଅଟେ। ଦୟାକରି ଆପଣମାନେ ଜମାରୁ ଦେହକୁ ନେବେ ନାହିଁ। ଆଜି ପାଇଁ ଏତିକି ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।